ବାରିପଦା ସହରର ସବୁଠାରୁ ଭିଡ଼ ରାସ୍ତା ସତ୍ୟସାଇରୁ ଦାରଗାଡାଇ ମଧ୍ୟରେ ଥିବା ରେଲୱେ କ୍ରସିଂରେ ନିର୍ମାଣ ହେବ ଫ୍ଲାଏଓଭର। ଏନେଇ ମଙ୍ଗଳବାର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତାଟି ସହରର ପ୍ରମୁଖ ରାସ୍ତା ହୋଇଥିବା ବେଳେ ଦୈନିକ ବହୁ ସଂଖ୍ୟକ ଗାଡ଼ି ଏହି ରାସ୍ତା ଦେଇ ଯାଆସ କରିଥାଏ। ତେବେ ଏଠାରେ ଫ୍ଲାଏଓଭର ନଥିବାରୁ ଟ୍ରେନ୍ ଯିବା ସମୟରେ ଦୀର୍ଘ ସମୟ ଧରି ଜାମ୍ ଲାଗି ରହିଥିବା ବେଳେ ଲୋକେ ହନ୍ତସନ୍ତ ହୋଇଥାନ୍ତି। ତେବେ ଏହାର ସମାଧାନ ପାଇଁ ଏବେ ରେଳ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏ ବାବଦରେ ପିଡବ୍ଲ୍ୟୁଡିର ଅଧୀକ୍ଷଣ ଯନ୍ତ୍ରୀ ରୋହନ ଗୌରବ ରାୟ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ହଁ, ଆମର ରେଲୱେ ପ୍ରୋଜେକ୍ଟ ଗୋଟେ ଆରମ୍ଭ ଏଠି ହବାର ଅଛି। ସତ୍ୟସାଇ ଛକରୁ ଆମର ଦାରଗାଡାଇ ମଝିରେ ଯେଉଁ ରେଲୱେ ଲାଇନ୍ କ୍ରସିଂ କରୁଛି ସେଠି ଆମର ରେଲୱେ ଓଭରବ୍ରିଜ୍ ପ୍ରପୋଜାଲ ଗୋଟେ ଆସିଛି। ତ ସେଇଟାକୁ ଆମେ ସର୍ଭେ କରିବା ପାଇଁ ଆମର ରେଲୱେ ଟିମ୍ ଆସିଛନ୍ତି, ଆଉ ପିଡବ୍ଲ୍ୟୁ ଟିମ୍ ଆମେ ସେଇଟା ସର୍ଭେ କରୁଛୁ। କ'ଣ କେମିତି ପ୍ରପୋଜାଲଟା କେମିତି କ'ଣ କେତେ ଫିଜିବଲ୍ ହେଉଛି ସେଇଟା ଷ୍ଟଡି କରାହେଉଛି। ଷ୍ଟଡି କଲା ପରେ ଦେନ୍ ନେକ୍ସଟ ଆମ ରିପୋର୍ଟ ଉପରକୁ ସବମିଟ୍ କରିବୁ ଜିନିଷଟାକୁ। ଚାଲିଛି ରେଲୱେ ଆମର ଫ୍ଲାଏଓଭରଟା ଯେଉଁ ହେବ ରେଲୱେ ଓଭରବ୍ରିଜଟା ସେଇଟା ଆମର ସତ୍ୟସାଇ ଛକରୁ ଆମର ଦାରଗାଡାଇ ମଝିରେ ଯେଉଁ ରାସ୍ତାଟା ଅଛି ତା ଉପରେ ହିଁ ଯେଉଁ କ୍ରସିଂ ଲାଇନ୍ଟା ସେଇଟାକୁ RB39 କୁହାଯାଉଛି। ସେଇଟାକୁ ହିଁ ଆମେ ପ୍ରପୋଜାଲଟା ଦେଖିବାକୁ ଆସିଛୁ। ଆଉ ଫର୍ଦର ଡେଭଲପମେଣ୍ଟ ଆମେ ଜଣେଇବା।